ସାବଧାନ ଦେବୀ ଲକ୍ଷ୍ମୀ ନିଜେ କହିଛନ୍ତି ଯେ ଯଦି ଆପଣ ଏହି ପାଞ୍ଚଟି ଜିନିଷ ଦାନ କରନ୍ତି ତେବେ ଆପଣ କେବଳ ଆପଣଙ୍କ ଧନ ନୁହେଁ ବରଂ ଆପଣଙ୍କର ସୁଖ ଏବଂ ଶାନ୍ତିକୁ ସବୁଦିନ ପାଇଁ ହରାଇବେ। ଆପଣ କ'ଣ ଜାଣନ୍ତି ଯେ ଆପଣଙ୍କ ଘରେ ଥିବା ପାଞ୍ଚଟି ସରଳ ଜିନିଷ ଆପଣଙ୍କ ଭାଗ୍ୟ ନିର୍ଣ୍ଣୟ କରେ। ଦେବୀ ଲକ୍ଷ୍ମୀ ଚେତାବନୀ ଦେଇଛନ୍ତି ଯେ ଭୁଲରେ ମଧ୍ୟ ଏହି ଜିନିଷ ଦାନ କରିବା ଦ୍ୱାରା ଆପଣଙ୍କ ଘରେ ଭୟଙ୍କର ଦାରିଦ୍ର୍ୟ ଆସିବ। ଆପଣଙ୍କୁ ଏକ ସତ୍ୟ କାହାଣୀ କହୁଛି, ମନ ଦେଇ ଶୁଣନ୍ତୁ, ଯାହାଦ୍ୱାରା ଆପଣ ଏହି ଭୁଲ ଆଉ କେବେ ବି କରିବେ ନାହିଁ। ବହୁଦିନ ପୂର୍ବେ ପ୍ରାଚୀନ ଭାରତର ଏକ ଛୋଟ ସହର ବିଶାଳପୁରରେ ଜଣେ ଋଷିଙ୍କ ଆଶ୍ରମ ଥିଲା। ଦୂରଦୂରାନ୍ତରୁ ଲୋକମାନେ ସେଠାକୁ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିବାକୁ ଆସୁଥିଲେ। ସହରବାସୀ ଋଷିଙ୍କୁ ଆଚାର୍ଯ୍ୟ ଦେବ ବୋଲି ଡାକୁଥିଲେ, କାରଣ ସେ କେବଳ ଦାନରେ ବଞ୍ଚୁନଥିଲେ ବରଂ ଲୋକମାନଙ୍କୁ ଧାର୍ମିକ ଜୀବନର ପଥ ମଧ୍ୟ ଦେଖାଉଥିଲେ। ବିଶାଳପୁର ସହର ସମୃଦ୍ଧ ଥିଲା। ଲୋକଙ୍କ ଘର ଧନ, ଶସ୍ୟ, ଅଳଙ୍କାର ଏବଂ ମଣିରେ ପରିପୂର୍ଣ୍ଣ ଥିଲା। ସହରବାସୀ ବିଶ୍ୱାସ କରୁଥିଲେ ଯେ ଏସବୁ ଦେବୀ ଲକ୍ଷ୍ମୀଙ୍କ କୃପା ଯୋଗୁଁ ହୋଇଛି। ସହରରେ ମଧ୍ୟଭାଗରେ ଦେବୀ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଭବ୍ୟ ମନ୍ଦିର ଥିଲା। ପ୍ରତିଦିନ ସନ୍ଧ୍ୟାରେ ସେଠାରେ ଦୀପ ଜଳୁଥିଲା, ଘଣ୍ଟିର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା ଏବଂ ସମଗ୍ର ପରିବେଶ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ର ଦ୍ୱାରା ପବିତ୍ର ହୋଇଯାଇଥିଲା। କିନ୍ତୁ ଗୋଟିଏ ପରିବାର ଥିଲା ଯିଏ ସହରର ସବୁଠାରୁ ଧନୀ ହୋଇଥିଲେ ମଧ୍ୟ ଧୀରେ ଧୀରେ ଦାରିଦ୍ର୍ୟ ଭିତରକୁ ଖସି ଯାଉଥିଲେ। ଏହି ପରିବାର ଥିଲା ବାସୁଦେବଜୀଙ୍କର। ବାସୁଦେବଜୀ ଥିଲେ ସହରର ସବୁଠାରୁ ପ୍ରମୁଖ ବ୍ୟବସାୟୀ। ତାଙ୍କର ସୁନା ଏବଂ ରୂପାରେ ଗଦା ଥିଲା। ତାଙ୍କର ଚାକର ଥିଲା। ଶସ୍ୟରେ ପୂର୍ଣ୍ଣ ଶସ୍ୟ ଭଣ୍ଡାର ଥିଲା। ତଥାପି କିଛି ବର୍ଷ ମଧ୍ୟରେ ତାଙ୍କ ଘର ଉଜାଡ଼ି ହେବାକୁ ଲାଗିଲା। ଧନ ବଦଳରେ ଋଣ ବଢ଼ିବାକୁ ଲାଗିଲା। ଚାକରମାନେ ବାହାରକୁ ଯିବାକୁ ଲାଗିଲେ ଏବଂ ଘରେ ଅଶାନ୍ତି ବ୍ୟାପିଗଲା। ଲୋକମାନେ ବିସ୍ମିତ ହେଲେ, ଏତେ ସମୃଦ୍ଧ ଘରୁ ଦେବୀ ଲକ୍ଷ୍ମୀଙ୍କ କୃପା କାହିଁକି ପ୍ରତ୍ୟାହାର କରାଗଲା? ବାସୁଦେବଜୀ ମଧ୍ୟ ଅଶାନ୍ତ ଥିଲେ। ଗୋଟିଏ ରାତିରେ ସେ ଚିନ୍ତିତ ହୋଇ ଶୋଇପଡ଼ିଥିଲେ। ତାପରେ ତାଙ୍କର ଏକ ସ୍ୱପ୍ନ ଆସିଲା। ସ୍ୱପ୍ନରେ ଦେବୀ ଲକ୍ଷ୍ମୀ ପ୍ରକଟ ହେଲେ। ତାଙ୍କ ମୁହଁରୁ ଏକ ଦିବ୍ୟ ଆଭା ନିର୍ଗତ ହେଲା। ତାଙ୍କ ଚାରି ହାତରେ ସେ ଏକ ପଦ୍ମ, ଏକ ଶଙ୍ଖ, ଏକ ଗଦା ଏବଂ ଏକ ପାତ୍ର ଧରିଥିଲେ, ଯାହା ସୁନା ମୁଦ୍ରା ବର୍ଷା କରୁଥିଲା। ତାଙ୍କର ହସ ଶାନ୍ତି ଏବଂ କୃପାରେ ପରିପୂର୍ଣ୍ଣ ଥିଲା। କିନ୍ତୁ ତାଙ୍କ ପାଖରେ ଏକ କଠୋର ସତ୍ୟ ଲୁଚି ରହିଥିଲା। ମା କହିଲେ, ବାସୁଦେବ, ତୁମେ କାହିଁକି ଦୁଃଖିତ? ତୁମେ କ'ଣ ମନେ ରଖିନାହିଁ ଯେ ଧନ ରକ୍ଷା କରିବା ମଧ୍ୟ ଏକ ପ୍ରକାର ତପସ୍ୟା? ତୁମେ ତୁମ ଘରର ପାଞ୍ଚଟି ପବିତ୍ର ଜିନିଷ ବାରମ୍ବାର ଅନ୍ୟମାନଙ୍କୁ ଦେଇ ମୋ ବାସସ୍ଥାନକୁ ଅପବିତ୍ର କରିଛ। ସେଥିପାଇଁ ମୁଁ ତୁମ ଘର ଛାଡ଼ି ଆସିଛି। ବାସୁଦେବ ହାତ ଯୋଡ଼ି କହିଲେ, ମା, ଦୟାକରି ମୋତେ କ୍ଷମା କର। ଦୟାକରି ମୋତେ କୁହ, ସେହି ପାଞ୍ଚଟି ଜିନିଷ କେଉଁଗୁଡ଼ିକ ଯାହା ଦାନ କରିବା ଦ୍ୱାରା ମୁଁ ଆଜି ଦାରିଦ୍ର୍ୟର ସୀମା ତଳେ ଅଛି? ମା କହିଲେ, ମୁଁ ତୁମକୁ ଏହି ଗୁପ୍ତ କଥା କହିବି, କିନ୍ତୁ ମନେ ରଖ, ଏହା କେବଳ ତୁମ ପାଇଁ ନୁହେଁ ବରଂ ସମଗ୍ର ସହର ଏବଂ ବିଶ୍ୱ ପାଇଁ ଏକ ଶିକ୍ଷା। ଏହି ପାଞ୍ଚଟି ଜିନିଷ କେବେ ବି ଘର ବାହାରେ ଛାଡ଼ିବା ଉଚିତ ନୁହେଁ, ଭୁଲରେ ମଧ୍ୟ, କାରଣ ଏହି ଜିନିଷଗୁଡ଼ିକ ମୋ ବାସସ୍ଥାନର ମୂଳ। ଏଗୁଡ଼ିକୁ ହରାଇବା ଦ୍ୱାରା ଘର ଦରିଦ୍ର ଏବଂ ଅପବିତ୍ର ହୋଇଥାଏ। ଏହା କହି ମାତା ଅଦୃଶ୍ୟ ହୋଇଗଲେ। ବାସୁଦେବ ଭୟରେ ଉଠିଲେ। ତାଙ୍କ ଶରୀର ଝାଳରେ ଭିଜି ଯାଇଥିଲା। ପରଦିନ ସେ ଆଚାର୍ଯ୍ୟ ଦେବଙ୍କ ଆଶ୍ରମକୁ ଦୌଡ଼ି ଯାଇ ସମଗ୍ର ଘଟଣା ବର୍ଣ୍ଣନା କଲେ। ଆଚାର୍ଯ୍ୟ ଦେବ ତାଙ୍କୁ ଶାନ୍ତ କରି କହିଲେ, ବାସୁଦେବ, ଏହା କୌଣସି ସାଧାରଣ ସ୍ୱପ୍ନ ନୁହେଁ ବରଂ ଏହା ସ୍ୱୟଂ ଦେବୀ ଲକ୍ଷ୍ମୀଙ୍କ ଆଦେଶ। ଏବେ ତୁମେ ଧୈର୍ଯ୍ୟବାନ ହେବା ଉଚିତ। ଦେବୀ ଲକ୍ଷ୍ମୀ ପ୍ରକାଶ କରିଥିବା ପାଞ୍ଚଟି ଗୁପ୍ତ କଥା ବୁଝିବା ପାଇଁ ତୁମକୁ ଏକ ଆଧ୍ୟାତ୍ମିକ ଯାତ୍ରା କରିବାକୁ ପଡ଼ିବ। ତାପରେ ହିଁ ତୁମେ ପ୍ରକୃତ ଉତ୍ତର ପାଇବ। ଏବଂ ଏହିପରି ଯାତ୍ରା ଆରମ୍ଭ ହେଲା। ବାସୁଦେବ ତାଙ୍କ ସ୍ତ୍ରୀ ସୁଭଦ୍ରା ଏବଂ ପୁଅ ମାଧବଙ୍କ ସହିତ ନଗର ଛାଡ଼ିଲେ। ଆଚାର୍ଯ୍ୟ ଦେବଙ୍କ ଆଦେଶରେ ହିମାଳୟ ଅଭିମୁଖେ ଯାତ୍ରା କଲେ। ରାସ୍ତାରେ ସେମାନେ ବିଭିନ୍ନ ଘଟଣାର ସମ୍ମୁଖୀନ ହେଲେ। ଗୋଟିଏ ଗାଁରେ ସେମାନେ ଜଣେ ମହିଳା ତାଙ୍କ ଘରର ଚୁଲିରୁ ପାଉଁଶ ଅନ୍ୟମାନଙ୍କୁ ବାଣ୍ଟି ଦେଉଥିବାର ଦେଖିଲେ। ବାସୁଦେବ ତୁରନ୍ତ ଦେବୀ ଲକ୍ଷ୍ମୀଙ୍କୁ ମନେ ପକାଇଲେ। ପାଉଁଶ କ'ଣ? ସେହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ସେ ମହିଳାକୁ ପଚାରିଲେ, ଭଉଣୀ, ତୁମେ ଏହି ପାଉଁଶ କାହିଁକି ବାଣ୍ଟି ଦେଉଛ? ମହିଳା ଜଣକୁ ଉତ୍ତର ଦେଲେ, ମହାରାଜ, ଲୋକମାନେ ବିଶ୍ୱାସ କରନ୍ତି ଯେ କ୍ଷେତରେ ପାଉଁଶ ପକାଇଲେ ଭଲ ଫସଲ ହୁଏ। ବାସୁଦେବ ଭାବିଲେ, କିନ୍ତୁ ଏହା ଭୁଲ। ଚୁଲିରୁ ପାଉଁଶ ଘରର ଖାଦ୍ୟ, ଅଗ୍ନିର ପ୍ରତୀକ।
ସେଗୁଡ଼ିକ ବାଛିବା ଦ୍ୱାରା ଘରର ପ୍ରଗତି ବାଧାପ୍ରାପ୍ତ ହୁଏ। ଯାତ୍ରା ଚାଲିଲା। ବାସୁଦେବ, ସୁଭଦ୍ରା ଏବଂ ମାଧବ ଏକ କଷ୍ଟକର ପାହାଡ଼ିଆ ପଥ ଦେଇ ଯାତ୍ରା କଲେ। ଗୋଟିଏ ରାତିରେ ସେମାନେ ଏକ ଆଶ୍ରମରେ ପହଞ୍ଚିଲେ। ସେଠାରେ ଜଣେ ବୃଦ୍ଧ ସାଧୁ ଧ୍ୟାନରେ ମଗ୍ନ ଥିଲେ। ସାଧୁ ବାସୁଦେବଙ୍କୁ ହସି କହିଲେ, ତୁମେ ଦେବୀ ଲକ୍ଷ୍ମୀଙ୍କ 5ଟି ଗୁପ୍ତ କଥା ଜାଣିବାକୁ ଚାହୁଁଛ, ଠିକ୍ ନା? ଧ୍ୟାନ ଦେଇ ଶୁଣ। ଏହା ପ୍ରଥମେ କଥା, ଚୁଲିରୁ ପାଉଁଶ କାହାକୁ ଦିଅ ନାହିଁ। ଏହା ଲକ୍ଷ୍ମୀଙ୍କୁ ଘରୁ ବାହାର କରିଦେଲା। ବାସୁଦେବ ପ୍ରମାଣ କଲେ ଏବଂ ଗୁପ୍ତ କଥା ମନେ ପକାଇଲେ। ପରଦିନ ସେ ଆଗକୁ ବଢ଼ିଲେ। ଗୋଟିଏ ଗାଁରେ ସେ ଦେଖିଲେ ଯେ ଲୋକମାନେ ଘରୁ ଝାଡ଼ୁ ବାହାର କରି ଅନ୍ୟମାନଙ୍କୁ ଦେଉଛନ୍ତି। ବାସୁଦେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ ଏପରି କାହିଁକି କରୁଛ? ଜଣେ ଯୁବକ କହିଲା, ଆମେ ବିଶ୍ୱାସ କରୁଛୁ ଯେ ପୁରୁଣା ଝାଡ଼ୁ ଦାନ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୁଏ। କିନ୍ତୁ ସେତେବେଳେ ଆକାଶରେ ଘଡ଼ଘଡ଼ି ହେଲା, ଯେପରି ଦେବୀ ଲକ୍ଷ୍ମୀ ନିଜେ କହୁଥିଲେ, ମୂର୍ଖମାନେ, ଝାଡ଼ୁ ହେଉଛି ଲକ୍ଷ୍ମୀଙ୍କ ବାସସ୍ଥାନ। ଏହା ଘରର ସ୍ୱଚ୍ଛତା ଏବଂ ସମୃଦ୍ଧିର ପ୍ରତୀକ। ଏହାକୁ ଦାନ କରିବା ଦ୍ୱାରା ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତି। ବାସୁଦେବ ଦ୍ୱିତୀୟ ବସ୍ତୁର ରହସ୍ୟ ମଧ୍ୟ ଆବିଷ୍କାର କଲେ, ଝାଡ଼ୁ। ସେ ଏକ କୁଡ଼ିଆରେ ତୃତୀୟ ରହସ୍ୟ ପାଇଲେ। ସେଠାରେ ଜଣେ ବୃଦ୍ଧ ସନ୍ଥ ବସିଥିଲେ। ତାଙ୍କ ଆଗରେ ଏକ ଦୀପ ଜଳୁଥିଲା। ସନ୍ଥ କହିଲେ, ପୁଅ, ଘରର ଜଳୁଥିବା ଦୀପ କିମ୍ବା ଏହାର ଜ୍ୱାଳା କେବେ ବି କାହାକୁ ଦିଅ ନାହିଁ। ଏହା ଘରର ଆଲୋକ ଏବଂ ଦୀର୍ଘାୟୁତାର ପ୍ରତୀକ। ଏହାକୁ ଦାନ କରିବା ଦ୍ୱାରା ସୁଖ ଏବଂ ଶାନ୍ତି ହରଣ ହୋଇଥାଏ। ବାସୁଦେବ ମଧ୍ୟ ତୃତୀୟ ବସ୍ତୁ ଶିଖିଲେ। ଆଗକୁ ବଢ଼ିବା ସମୟରେ ସେମାନେ ଏକ ଗାଁରେ ପହଞ୍ଚିଲେ। ସେଠାରେ ଏକ ପରିବାର ସେମାନଙ୍କ ଘରୁ ଲୁଣ ସେମାନଙ୍କ ପଡ଼ୋଶୀମାନଙ୍କୁ ଋଣ ଦେଇଥିଲା। ସେହି ରାତିରେ ସେହି ପରିବାରରେ ଝଗଡ଼ା ଆରମ୍ଭ ହୋଇଗଲା। ସନ୍ଥ ବୁଝାଇଲେ ଯେ ଲୁଣ ମଧୁରତା ଏବଂ ସମ୍ପର୍କର ସ୍ଥିରତାର ପ୍ରତୀକ। ଘରୁ ଲୁଣ ଦାନ କରିବା ଲକ୍ଷ୍ମୀଙ୍କ ଅପମାନ। ଏବେ ବାସୁଦେବ ମଧ୍ୟ ଚତୁର୍ଥ ବସ୍ତୁ ଲୁଣ ପାଇଲେ। ଶେଷରେ ହିମାଳୟ ନିକଟସ୍ଥ ଏକ ଗୁମ୍ଫାରେ ଧ୍ୟାନ କରୁଥିବା ଜଣେ ଯୋଗୀ ଶେଷ ରହସ୍ୟ ପ୍ରକାଶ କଲେ। ଯୋଗୀ କହିଲେ, ବାସୁଦେବ, ପଞ୍ଚମ ଜିନିଷ ହେଉଛି କପଡ଼ାର ଏକ କୋଣ କିମ୍ବା ପଲ୍ଲୁ। ମହିଳାମାନେ ପ୍ରାୟତଃ ପୁରୁଣା କପଡ଼ାର ପଲ୍ଲୁ କାଟି ଦାନ କରନ୍ତି, କିନ୍ତୁ ଏହା ମହିଳାଙ୍କର ଧନ ଏବଂ ଘରର ମର୍ଯ୍ୟାଦାର ପ୍ରତୀକ। ଏହାକୁ ଦାନ କରିବା ଘରର ଭାଗ୍ୟ କାଟିବା ପରି। ବର୍ତ୍ତମାନ 5ଟି ଜିନିଷ ସ୍ପଷ୍ଟ ଥିଲା। ପ୍ରଥମ, ଚୁଲିରୁ ପାଉଁଶ। ଦ୍ୱିତୀୟ, ଝାଡ଼ୁ। ତୃତୀୟ, ଜଳୁଥିବା ଦୀପ। ଚତୁର୍ଥ, ଲୁଣ ଏବଂ ପଞ୍ଚମ, କପଡ଼ାର କୋଣ। ବାସୁଦେବ ଯୋଗୀଙ୍କୁ କୃତଜ୍ଞତାର ସହିତ ପ୍ରଣାମ କଲେ। ବର୍ତ୍ତମାନ 5ଟି ଗୁପ୍ତ କଥା ଜାଣି ବାସୁଦେବ ଓ ତାଙ୍କ ପତ୍ନୀ ସୁଭଦ୍ରା ଏବଂ ପୁଅ ମାଧବଙ୍କ ସହିତ ନଗରକୁ ଫେରିଗଲେ। ସାରା ବାଟରେ ସେ ମାନସିକ ଭାବରେ ଦେବୀ ଲକ୍ଷ୍ମୀଙ୍କ ଶିକ୍ଷା ପାଠ କଲେ। ସହରରେ ପହଞ୍ଚିବା ପରେ ସେ ପ୍ରଥମେ ଆଚାର୍ଯ୍ୟ ଦେବଙ୍କୁ ପାଦତଳେ ପ୍ରଣାମ କଲେ ଏବଂ ସମଗ୍ର ଯାତ୍ରା ବର୍ଣ୍ଣନା କଲେ। ଆଚାର୍ଯ୍ୟ ଦେବ ହସି କହିଲେ, ବାସୁଦେବ, ତୁମେ ଏବେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିଛ। ଏହି ଗୁପ୍ତ କଥାଗୁଡ଼ିକୁ ନିଜ ପାଖରେ ସୀମିତ ନ ରଖି ନାଗରିକମାନଙ୍କୁ ମଧ୍ୟକୁ କୁହନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଲକ୍ଷ୍ମୀ ଅପମାନରୁ ରକ୍ଷା ପାଇପାରିବେ। ଆଚାର୍ଯ୍ୟ ଦେବଙ୍କ ଅନୁମତି ପାଇବା ପରେ ବାସୁଦେବ ସହର ମଧ୍ୟଭାଗରେ ଏକ ସଭା ଡାକିଲେ। ସହରର ଲୋକମାନେ ବହୁ ସଂଖ୍ୟାରେ ସଭାରେ ଯୋଗ ଦେଇଥିଲେ। ବାସୁଦେବ ହାତ ଯୋଡ଼ି କହିଲେ, ଭାଇମାନେ, ମୋର ଭୁଲ ଯୋଗୁଁ ମୁଁ ନିଜ ଦାରିଦ୍ର୍ୟ ଏବଂ ଦୁଃଖର ଅଂଶୀ ହୋଇଗଲି। ଦେବୀ ଲକ୍ଷ୍ମୀ ମୋତେ ସ୍ୱପ୍ନରେ ଦର୍ଶନ ଦେଲେ ଏବଂ କହିଲେ ଯେ 5ଟି ଜିନିଷ କେବେ ବି ଘର ବାହାରେ ଦାନ କରିବା ଉଚିତ ନୁହେଁ। ଏହା କହି ସେ ସବୁକିଛି କ୍ରମାନୁସାରେ ବୁଝାଇଲେ। ପ୍ରଥମ ଜିନିଷ ହେଉଛି ଚୁଲିର ପାଉଁଶ। ଦ୍ୱିତୀୟଟି ହେଉଛି ଝାଡ଼ୁ। ତୃତୀୟଟି ହେଉଛି ଜଳୁଥିବା ଦୀପ। ଚତୁର୍ଥଟି ହେଉଛି ଲୁଣ। ପଞ୍ଚମଟି ଏକ କପଡ଼ା କୋଣ। ଲୋକମାନେ ଆଶ୍ଚର୍ଯ୍ୟ ଏବଂ ଶ୍ରଦ୍ଧାର ସହିତ ଶୁଣୁଥିଲେ। ହଠାତ୍ ଆକାଶରେ ଏକ ଦିବ୍ୟ ଆଲୋକ ବ୍ୟାପିଗଲା ଏବଂ ଦେବୀ ଲକ୍ଷ୍ମୀ ସ୍ୱୟଂ ଆବିର୍ଭାବ ହେଲେ। ସେ ପ୍ରକଟ ହେବା ମାତ୍ରେ ଏକ ସୁଗନ୍ଧି ବାୟୁମଣ୍ଡଳରେ ପରିପୂର୍ଣ୍ଣ ହୋଇଗଲା। ମନ୍ଦିରର ଘଣ୍ଟା ସ୍ୱୟଂ ଚାଳିତ ଭାବରେ ବାୟୁମଣ୍ଡଳରେ ବାଜିଲା ଏବଂ ଲୋକମାନେ ଭାବପ୍ରବଣ ହୋଇ ତାଙ୍କ ପାଦ ତଳେ ପ୍ରଣାମ କଲେ। କହିଲେ, ମାତା କହିଲେ, ବାସୁଦେବ ଯାହା କହିଛନ୍ତି ତାହା ସତ୍ୟ। ଜାଣ ଯେ ଏହି 5ଟି ଜିନିଷ ମୋ ବାସସ୍ଥାନର ମୂଳ। ଯିଏ ଏଗୁଡ଼ିକ ଦାନ କରେ ସେ ମୋତେ ତାଙ୍କ ନିଜ ଘରୁ ବାହାର କରିଦିଏ। ଏହା ସହିତ
ମାତା ବାସୁଦେବଙ୍କ ଘର ଆଡ଼କୁ ହାତ ଉଠାଇଲେ ଏବଂ ସମୃଦ୍ଧି ଏକ ମୁହୂର୍ତ୍ତରେ ତାଙ୍କ ଘରକୁ ଫେରି ଆସିଲା। ଭଣ୍ଡାର ଘରଗୁଡ଼ିକ ପୂର୍ଣ୍ଣ ହୋଇଗଲା। ଦାସମାନେ ଫେରି ଆସିଲେ ଏବଂ ସାରା ଘରେ ଶାନ୍ତି ରାଜ କଲା। ଏହି ଚମତ୍କାର ଦେଖି ସହର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ସାରା ସହରର ବାର୍ତ୍ତା ବ୍ୟାପିଗଲା, କେହି ଏହି 5ଟି ଘର ସାମଗ୍ରୀ ଦାନ କରିବା ଉଚିତ ନୁହେଁ। ଲୋକମାନେ ନିଜ ଘରେ ସତର୍କତା ଅବଲମ୍ବନ କରିବାକୁ ଲାଗିଲେ। ଯେଉଁମାନେ ପୂର୍ବରୁ ଅନ୍ଧବିଶ୍ୱାସରୁ ଝାଡ଼ୁ, ପାଉଁଶ, ଲୁଣ କିମ୍ବା ଦୀପ ଦାନ କରିଥିଲେ, ସେମାନେ ଏପରି କରିବା ବନ୍ଦ କରିଦେଲେ। ଧୀରେ ଧୀରେ ସହରରେ ପ୍ରତ୍ୟେକ ଘରକୁ ସମୃଦ୍ଧି ଫେରି ଆସିବାକୁ ଲାଗିଲା। ଲୋକମାନେ ବୁଝିପାରୁଥିଲେ ଯେ ଲକ୍ଷ୍ମୀ କେବଳ ସୁନା, ରୂପା କିମ୍ବା ଧନର ନୁହେଁ, ବରଂ ଘରର ପବିତ୍ରତା, ଖାଦ୍ୟ, ପରିଷ୍କାରତା ଏବଂ ମର୍ଯ୍ୟାଦାର ମଧ୍ୟ ବାସ କରନ୍ତି। ବାସୁଦେବ ଏବେ ସହରର ଏକ ଆଦର୍ଶ ହୋଇଗଲେ। ସେ ପୂର୍ବରୁ ଧନୀ ଥିଲେ, କିନ୍ତୁ ଯେ ନିଜର ଧନ, ଧର୍ମ ଏବଂ ସେବାରେ ଉତ୍ସର୍ଗ କରିବାକୁ ଲାଗିଲେ। ସେ ଗରିବମାନଙ୍କ ପାଇଁ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିର୍ମାଣ କଲେ, କିନ୍ତୁ ସେ ସର୍ବଦା 5ଟି ଘରକରଣା ଜିନିଷ ଦେବାକୁ ମନା କରୁଥିଲେ। ଯେଉଁମାନେ ଏହି ଜିନିଷ ମାଗିଥିଲେ ସେମାନଙ୍କୁ ବିନମ୍ରତା ସହିତ କହୁଥିଲେ, ଭାଇ, ଏହା ଦେବୀ ଲକ୍ଷ୍ମୀଙ୍କ ମର୍ଯ୍ୟାଦା। ଏଗୁଡ଼ିକ ଦେବା ଦ୍ୱାରା କେବଳ ମୋ ଘରର ସମୃଦ୍ଧି ହ୍ରାସ ପାଇବ ନାହିଁ, ବରଂ ତୁମର ମଧ୍ୟ। ଲୋକମାନେ ଏହି ଶିକ୍ଷାକୁ ହୃଦୟର ସହିତ ଗ୍ରହଣ କରିଥିଲେ। ସମୟ ସହିତ ବିଶାଳପୁର ସହର ଦାରିଦ୍ର୍ୟ ନଥିବା କିମ୍ବା କାହାରି ଘରେ କୌଣସି ଦ୍ୱନ୍ଦ୍ୱ ନଥିବା ପାଇଁ ବହୁତ ଦୂରରେ ପ୍ରସିଦ୍ଧ ହୋଇଗଲା। ଏସବୁ କେବଳ ଦେବୀ ଲକ୍ଷ୍ମୀଙ୍କ ଶିକ୍ଷାର ଫଳାଫଳ ଥିଲା। ସମୟ ସମୟରେ ଦେବୀ ଲକ୍ଷ୍ମୀ ବାସୁଦେବଙ୍କୁ ଆଶୀର୍ବାଦ କରିବା ପାଇଁ ସହରକୁ ଯାଉଥିଲେ ଏବଂ ନାଗରିକମାନଙ୍କୁ ମନେ ପକାଇ ଦେଉଥିଲେ ଯେ ଲକ୍ଷ୍ମୀ କେବଳ ଧନର ଦେବୀ ନୁହନ୍ତି, ବରଂ ସନ୍ତୁଳନ, ସଂଯମ ଏବଂ ମର୍ଯ୍ୟାଦାର ଶକ୍ତି ମଧ୍ୟ ଅଟନ୍ତି। ଶେଷରେ ବାସୁଦେବଜୀଙ୍କର ଜୀବନର ସବୁଠାରୁ ବଡ଼ ଶିକ୍ଷା ଥିଲା ଯେ ଲକ୍ଷ୍ମୀଙ୍କ ଆଶୀର୍ବାଦ କେବଳ କଠିନ ପରିଶ୍ରମ ଦ୍ୱାରା ନୁହେଁ, ବରଂ ସାଜସଜ୍ଜା ପାଳନ ଦ୍ୱାରା ମଧ୍ୟ ମିଳିଥାଏ। ଦେବୀ ଲକ୍ଷ୍ମୀ କେବଳ ଧନର ଦେବୀ ନୁହନ୍ତି, ବରଂ ପବିତ୍ରତା, ମର୍ଯ୍ୟାଦା ଏବଂ ସନ୍ତୁଳନର ଶକ୍ତି ମଧ୍ୟ। କଠିନ ପରିଶ୍ରମ ଏବଂ ଉତ୍ତମ ଆଚରଣ ସହିତ ଘରେ ସମୃଦ୍ଧି ବଜାୟ ରଖିବା ପାଇଁ ସାଜସଜ୍ଜା ପାଳନ ମଧ୍ୟ ଅତ୍ୟାବଶ୍ୟକ। ଏହି 5ଟି ଜିନିଷ ଚୁଲି ପାଉଁଶ, ଝାଡ଼ୁ, ଜଳନ୍ତା ଦୀପ, ଲୁଣ ଏବଂ କପଡ଼ାର ଏକ କଣକୁ ଲକ୍ଷ୍ମୀଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ। ଏଗୁଡ଼ିକ ଘରୁ ବାହାର କରିଦେବା ଅର୍ଥ